ଗୋଟିଏ ଦିନର କଥା। ଜଣେ ମୂର୍ତ୍ତି ବନେଇବା ଲୋକଟିଏ, ଯିଏକି ଏବେ ବନେଇବାର ଶିଖିଥିଲା। ସିଏ ଏକା ଜଙ୍ଗଲ ଦେଇ ଯାଉଥିଲା। ଜଙ୍ଗଲରେ ଗୋଟିଏ ବଡ଼ ପଥର ଦେଖିଲା। ସେଇ ଲୋକଟି ପଥରକୁ ଦେଖିକି ଏହା ଭାବିଲା କି ଯଦି ମୁଁ ଏ ପଥରକୁ ଭଗବାନଙ୍କର ଗୋଟିଏ ସୁନ୍ଦର ମୂର୍ତ୍ତିଟିଏ ବନେଇ ଦିଏ ତାହେଲେ କେମିତି ହୁଅନ୍ତା। ସେଇ ଲୋକଟି ଏବେ ମୂର୍ତ୍ତି ବନେଇବାର ଶିଖିଥିଲା, ଆଉ ତାକୁ ବହୁତ ଭଲ ଲାଗୁଥିଲା ମୂର୍ତ୍ତି ବନେଇବାକୁ। ସେଥିପାଇଁ ଗୋଟିଏ ଭଲ କିମ୍ବା ଗୋଟିଏ ବଡ଼ ପଥର ଦେଖାଗଲା, ତାକୁ ମୂର୍ତ୍ତି ବନେଇବାକୁ ଭାବିବାକୁ ଲାଗିଯାଏ। ସେଇ ଲୋକଟି ତା ବ୍ୟାଗ୍ରୁ ମୂର୍ତ୍ତି ବନେଇବାର ସବୁ ସାମାନ ଗୁଡ଼ିକ ବାହାର କରିକି ସେ ପଥର ପାଖକୁ ଯାଇକି ବସିଯାଏ। ଯେମିତି ସେ ଲୋକଟା ଛେନି ହାତୁଡ଼ିରେ ମାରିବାକୁ ଲାଗିଲା, ସେ ପଥର ଭିତରୁ ଗୋଟିଏ ଆୱାଜଟିଏ ଆସିଲା କି ମୋତେ କଷ୍ଟ ହେଉଛି ବୋଲିକି। ସେଇ ଲୋକଟି ସେ ଆୱାଜଟି ଶୁଣିକି ବହୁତ ହଇରାଣ ହୋଇଗଲା। ସେ ପୁଣି ଛେନି ହାତୁଡ଼ିରେ ମାରିବାକୁ ଲାଗିଲା। ତାପରେ ପୁଣି ସେ ପଥରରୁ ଆୱାଜ ଆସିଲା କି ମୋତେ କଷ୍ଟ ହେଉଛି ବୋଲିକି। ଏହା ଶୁଣିକି ସେ ମୂର୍ତ୍ତି ବନେଇବା ଲୋକଟି ତା'ର ସାମାନ ଧରିକି ସେଠୁ ଚାଲିଗଲା, ଆଉ ସେ ପଥରକୁ ଯେଉଁଠି ଥିଲା ସେଠି ଛାଣିଦେଲା। ଟିକେ ଆଗକୁ ଯିବା ପରେ ପୁଣି ତାକୁ ଗୋଟିଏ ବଡ଼ ପଥରଟିଏ ଦେଖାଗଲା। ସେଇ ପଥରକୁ ଦେଖିକି ପୁଣି ଗୋଟିଏ ମୂର୍ତ୍ତି ବନେଇବାର ଭାବିବାକୁ ଲାଗିଲା। ପୁଣି ସେ ଲୋକଟି ତା'ର ସାମାନ ବାହାର କରିକି ମୂର୍ତ୍ତି ବନେଇବାକୁ ଲାଗିଲା। ସେଇ ପଥରକୁ ବି କଷ୍ଟ ହେଉଥିଲା, ହେଲେ କିଛି କହୁନଥିଲା। କଷ୍ଟକୁ ସହିକି ଚୁପଚାପରେ ଥିଲା। କିଛି ସମୟ ପରେ ସେ ମୂର୍ତ୍ତି ବନେଇବା ଲୋକଟି ସେ ପଥରର ଗୋଟିଏ ସୁନ୍ଦର ମୂର୍ତ୍ତିଟିଏ ବନେଇଲା। ମୂର୍ତ୍ତି ବନେଇବା ପରେ ସେ ମୂର୍ତ୍ତିକୁ ସେଠି ହିଁ ଛାଣିକି ଚାଲିଗଲା। ଆଗକୁ ଯିବା ପରେ ଗୋଟିଏ ଗାଁକୁ ପହଞ୍ଚିଲା। ଗାଁକୁ ପହଞ୍ଚିବା ପରେ ସେ ଜାଣିଲା ଯେ ଗାଁରେ ଗୋଟିଏ ନୂଆ ମନ୍ଦିରଟିଏ ବନାଯାଇଛି। ସେ ମନ୍ଦିରରେ ଭଗବାନଙ୍କର ଗୋଟିଏ ମୂର୍ତ୍ତିଟିଏ ଦରକାର ଥିଲା। ସେ ମୂର୍ତ୍ତି ବନେଇବା ଲୋକଟି ଗାଁ ଲୋକଙ୍କୁ କହିଲା, ମୁଁ ଏବେ ଜଙ୍ଗଲରେ ଗୋଟିଏ ଭଗବାନଙ୍କର ଗୋଟିଏ ସୁନ୍ଦର ମୂର୍ତ୍ତିଟିଏ ବନେଇକି ଆସିଛି। ତୁମେ କିଛି ଲୋକ ମିଶିକି ଯାଅ, ଆଉ ସେ ଭଗବାନଙ୍କର ମୂର୍ତ୍ତିକୁ ଆଣିକି ଏ ମନ୍ଦିରରେ ରଖିଦିଅ। ସେ ଗାଁ ଲୋକ ଜଙ୍ଗଲକୁ ଯାଇକି ମୂର୍ତ୍ତିକୁ ଆଣିଲେ, ଆଉ ସେ ମୂର୍ତ୍ତିକୁ ମନ୍ଦିରରେ ରଖିଦେଲେ। ମୂର୍ତ୍ତି ରଖିବା ପରେ ଗାଁ ଲୋକ ଭିତରୁ ଜଣେ କହିଲେ, ମୂର୍ତ୍ତି ତ ହୋଇଗଲା, ଏବେ ନଡ଼ିଆ ଫୁଟେଇବା ପାଇଁ ଗୋଟିଏ ପଥରର ଦରକାର ଅଛି। ସେତେବେଳେ ମୂର୍ତ୍ତି ବନେଇବା ଲୋକଟି କହିଲା, ତୁମେ ଯେଉଁଠୁ ଏ ମୂର୍ତ୍ତି ଆଣିଲ ଟିକେ ଆଗକୁ ଯିବ, ସେଠି ଗୋଟିଏ ବଡ଼ ପଥରଟିଏ ଅଛି। ଗାଁ ଲୋକମାନେ ଯାଇକି ସେ ପଥରକୁ ଆଣିକି ମନ୍ଦିରରେ ନଡ଼ିଆ ଫୁଟେଇବା ପାଇଁ ରଖିଦେଲେ। ଗୋଟିଏ ଦିନ ରାତିରେ ସେ ପଥର ଆଉ ମୂର୍ତ୍ତି କଥା ହେଉଥିଲେ। ସେଇ ପଥରଟି କହିଲା ମୂର୍ତ୍ତିକୁ, ତୁ କେତେ ଖୁସିରେ ଅଛୁ, ତୋତେ ସମସ୍ତେ ପୂଜା କରୁଛନ୍ତି, ଆଉ ମୋ ଉପରେ ସମସ୍ତେ ନଡ଼ିଆ ଫୁଟାଉଛନ୍ତି। ମୋତେ ସେଇ ନଡ଼ିଆ ଫୁଟାଇବା ସମୟରେ ବହୁତ କଷ୍ଟ ହୁଏ। ସେତେବେଳେ ମୂର୍ତ୍ତି ପଥରକୁ କହିଲା, ତୋତେ ଯେତେବେଳେ ମୂର୍ତ୍ତି ବନେଇବାକୁ ଲାଗିଥିଲା ସେତେବେଳେ ଯଦି ତୁ କଷ୍ଟ ସହିଥାନ୍ତା, ମୋ ଜାଗାରେ ତୁ ରହିଥାନ୍ତା, ଆଉ ତୋ ଜାଗାରେ ମୁଁ ରହିଥାନ୍ତା, ହେଲେ ତୁ ସେ କଷ୍ଟକୁ ସହିପାରିଲୁନି। ସେଥିପାଇଁ ଲୋକମାନେ ଆଜି ତୋ ଉପରେ ନଡ଼ିଆ ଫୁଟାଉଛନ୍ତି, ଆଉ ମୋତେ ପୂଜା କରୁଛନ୍ତି। ତ ସାଙ୍ଗମାନେ କିଏ ଜଣେ ଠିକ୍ କହିଥିଲେ, ଯେତେବେଳେ ପଥରରେ ପଡ଼େ ହାତୁଡ଼ି ଆଉ ଛେନିର ମାଳ, ସେତେବେଳେ ପଥର ବି ଭଗବାନ ହୋଇଯାଏ। ସେଥିପାଇଁ ତୁମ ଜୀବନରେ ଯେତେବେଳେ ବହୁତ କଷ୍ଟ ଲାଗିବ, ସେତିକି ବେଳେ ଜାଣିଥିବ ଯେ ମୋ ଜୀବନରେ କିଛି ଗୋଟେ ବଦଳିବ ବୋଲିକି। କାହାଣୀଟି ଭଲ ଲାଗିଥିଲେ ଗୋଟିଏ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ।